ମାଆ ପୁଅ ଆଜି ସକାଳୁ ବାହାରି ପଡ଼ିଲୁ। ମୋ ପୁଅ ଯେଉଁ ଏକ୍ଜାମ୍ ଦେଇଥିଲା ତାର ଆଜି ରେଜଲ୍ଟ ବାହାରିବାର ଥିଲା। ତା ଖାତା ଦେଖିବାକୁ ସାଇକେଲରେ ପମ୍ପ ଦେଇକି ବାହାରି ପଡ଼ିଲୁ ତାଙ୍କ ସ୍କୁଲକୁ। କାରଣ ଯେହେତୁ ସିଏ ଟ୍ୟୁସନ୍ ଯାଏନି, ତାକୁ ନିଜେ ହିଁ ମୁଁ ଘରେ ପଢ଼ାଏ। ତେଣୁ ସବୁବେଳେ ମୋ ମାଇଣ୍ଡରେ ଏଇଟା ଚାଲୁଥାଏ, ମୁଁ ତାକୁ ଭଲ ପଢ଼େଇ ପାରୁଛି ନା ଭଲ ପଢ଼େଇ ପାରୁନି। ଯଦି ତା ରେଜଲ୍ଟ ଖରାପ ହେବ ମୋତେ ନିଜକୁ ହିଁ ଖରାପ ଲାଗିବ, କାରଣ ମୋର ଅବହେଳା ଯୋଗୁଁ ମୋ ପୁଅର ଆଜି ରେଜଲ୍ଟ ଖରାପ ହେଲା। ଯଦି ତା'ର ଭଲ ନମ୍ବର ବି ଆସିବ ମୋତେ ଖୁସି ଲାଗିବ, ଯାହା ହଉ ମୁଁ ମୋ ନିଜ ପୁଅକୁ ମୁଁ ନିଜେ ପଢ଼େଇ ପାରିଛି ବୋଲି ମୋ ପୁଅର ରେଜଲ୍ଟ ଭଲ ଆସିଛି। ତେଣୁ ରୋଷେଇଟା କରୁଥାଏ ମାଇଣ୍ଡରେ ସେ କଥା ଚାଲୁଥାଏ। ମୋ ପୁଅର ଯେତେବେଳେ ବି ଏକ୍ଜାମ୍ 4 ଦିନ ଚାଲିଥିଲା, ମୋ ପୁଅ ତାଙ୍କ ବାବାଙ୍କ ସାଥିରେ କେତେବେଳେ ବାଇକ୍ରେ ଯାଏନି। ମୁଁ ତାକୁ ନିଜେ ହିଁ ମୋ ସାଇକେଲରେ ଛାଡ଼ିବାକୁ ଯାଏ। କାରଣ ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି, ମୁଁ ବାଟ ସାରା ସବୁ ଫ୍ରେଣ୍ଡସ୍ ମାନେ ରିକଲ୍ କରି ଚାଲୁ। ଯେହେତୁ ଆଉ ମୋ ଫ୍ରେଣ୍ଡସ୍ ମାନେ ତ ନାହାନ୍ତି, ସେଇଥିପାଇଁ ମୋ ପୁଅକୁ ବାଟ ସାରା ସାଇକେଲ ନେଲେ ମୁଁ ତାକୁ ବାଟ ସାରା ସବୁ ରିକଲ୍ କରି ଚାଲେ। ଆଉ ତା'ର ଆଜି ଦେଖିପାରୁଥିବେ ତା ପେପର୍ କେମିତି ସବୁ ଭଲ ଭଲ ମାର୍କ ଆଣିଛି। ତା'ର ଥିଲା 100%ରୁ 87% ଥିଲା। ଆହୁରି ବି ମାର୍କ ଆସିଥାନ୍ତା, ମୋ ପୁଅ ଟିକେ ଚଗଲା ବୋଲି ଅନ୍ୟ ମନସ୍କରେ ଯେଉଁରା ସୋଫା ଖଟ ଏରା ସବୁ ନନ୍ ଲିଭିଂ ହେବ, କିନ୍ତୁ ସବୁ ମାରିକି ଆଇଛି ଲିଭିଂରେ। ତେଣୁ ଜାଣି ସେ କେତେଟା ଭୁଲ କରିଛି। ତଥାପି ନମ୍ବର ଠିକ୍ଠାକ୍ ଅଛି। ଯେହେତୁ ଛୋଟ ପିଲା, ତା ମାଇଣ୍ଡରେ ଏତେ ପଶେନି। କାରଣ ଆମେ ଛୋଟ ପିଲା ଥିଲାବେଳେ ଏତେ ଇଂଲିଶ ଆମେ ପଢ଼ୁନଥିଲୁ। ସେମାନେ ଯାହା ହଉ ଟିକେ ତ ପଢ଼ି ପାରୁଛନ୍ତି। ସେଇଥିପାଇଁ ଆଉ ମନ ଦୁଃଖ କଲିନି, ରେଜଲ୍ଟ ଠିକ୍ଠାକ୍ ଆଣିଛି। ତାପରେ ହେଠୁ ଏକ୍ଜାମ୍ ଦେଖିଲା ପରେ ମୋ ମନଟା ପୁରାପୁରି ଖୁସି ହେଇଯାଇଥିଲା। ତାପରେ ମୋ ପୁଅକୁ ସେଇଥିପାଇଁ ତା'ର ଭଲ ରେଜଲ୍ଟ ଯୋଗୁଁ ତାକୁ ଗୋଟେ ଦହିବରାଠି ନେଇଯାଇଥିଲି ଖୁଆଇବାକୁ। ତାକୁ ସେଠୁ କହିଲି କି ପୁଅ ତୁ ଯଦି ଆର ଏକ୍ଜାମ୍କୁ ଆହୁରି 90% ଏଭବ୍ ମାର୍କ ଆଣିବ, ତାହେଲେ ତୁମେ ଯାହା କହିବ ସେଇଆ ଦେବି। ମୋ ପୁଅ କହିଲା ମାମା ଯଦି 90% ଏଭବ୍ ଆଣିବି ତାହେଲେ ମୋତେ ବିରିୟାନୀ ଖୁଆଇବ। ମୁଁ କହିଲି ହଁ ହଉ। ଆଉ ସେଇ ଅନୁସାରେ ମୋତେ ବି ଟିକେ ଷ୍ଟ୍ରଗଲ୍ କରିବାକୁ ପଡ଼ିବ, କାରଣ ମୁଁ ପଢ଼େଇଲେ ହିଁ ତା'ର କିଛିଟା